हेलो स्टूडेंट, वेलकम टू माय चैनल राज सर ऑफिशियल। आज जो डिस्कस करिबा, आज ये वीडियो रे हम डिस्कस करिया ओडिशा हिस्ट्री ऊपर किछि इंपोर्टेंट एमसीक्यू। ए जे ओडिया हमें जानिबा कथा जे ओडिशा रे कोन कोन हिस्ट्री हमर रही छि जोटा इंपोर्टेंट हिस्ट्री गुडा को एटा हमें जानिबा कथा। स्टार्ट करियो फर्स्ट क्वेश्चन को जिबा। फर्स्ट क्वेश्चन रहउछि, इन व्हिच ईयर the state of Sambalpur come under the district administration of British according to the doctrine of Leps। डॉक्ट्रिन ऑफ लेफ्स आगे जानिबा दरकार अछि। डॉक्ट्रिन ऑफ लेफ्स माने कोन होछि, इंग्रेज माने बहुत चालाक थिले। ସେମାନେ କଣ କରୁଥିଲେ, ସବୁବେଳେ କଣ କରୁଥିଲେ, କେମିତି ହଉ ତାଙ୍କ କଣ୍ଟ୍ରୋଲକୁ ସବୁବେଳେ ନବାକୁ ଚାହୁଁଥିଲେ। କିଛି କିଛି ନ୍ୟୁ ନ୍ୟୁ ୱେ ଦ୍ୱାରା ତାଙ୍କ କଣ୍ଟ୍ରୋଲକୁ ରାଜ୍ୟ ଗୁଡାକୁ ନବାକୁ ଚାହୁଁଥିଲେ। ତେଣୁ ଡକ୍ଟ୍ରିନ ଲେଫ୍ଟ ଗୋଟେ ସିଷ୍ଟମ ଯୋଉଥିରେ କଣ, ଯଦି ରାଜାଙ୍କର କି ପୁଅ ନଥିବ ତାହେଲେ କଣ କରୁଥିବ, ସିଏ ଆଉ କାହାକୁ ପୋଷ୍ୟପୁତ୍ର କରିକି ରାଜା ବନେଇ ପାରିବେ ନାହିଁ। ସେଇ ପ୍ରୋସେସରେ ସେମାନେ କଣ କରୁଥିଲେ, ଗୋଟେ କିଛି ଷ୍ଟେଟକୁ ତାଙ୍କ ନିଜ କଣ୍ଟ୍ରୋଲକୁ ନେଇ ଯାଉଥିଲେ। ଏଠି କଣ କହୁଛି ଯେ ସମ୍ବଲପୁରଟା ଏଇ ପ୍ରୋସେସ ଯେ ଡକ୍ଟ୍ରିନ ଅଫ ଲେଫ୍ଟ ପ୍ରୋସେସରେ କେବେ ଇଂରେଜ ମାନେ ବ୍ରିଟିଶ ପାଖକୁ ଯାଇଥିଲା, ସେଟା ହଉଛି କେବେ ହଉଛି 1849। କେତେ 1849 ରେ ହିଁ ତାର ଯୋଉଟା କି ଡକ୍ଟ୍ରିନ ଅଫ ଲେଫ୍ଟ ପ୍ରୋସେସରେ ସମ୍ବଲପୁର ଏବେ ସିନା ସମ୍ବଲପୁର କଣ ଜିଲ୍ଲା ଅଛି, ସେତେବେଳେ ତାର ରାଜ୍ୟ ଥିଲା। ତେବେ ସମ୍ବଲପୁର ତା ଅଣ୍ଡରକୁ କାହା ଅଣ୍ଡରକୁ, ବ୍ରିଟିଶ ଅଣ୍ଡରକୁ ଚାଲି ଯାଇଥିଲା। ଏବେ ନେକ୍ସଟ କ୍ୱେଶ୍ଚନ କୁ ଯିବା। ନେକ୍ସଟ କ୍ୱେଶ୍ଚନ ଦେଇଛି, ଆଫ୍ଟର ଦ ଡେଥ ଅଫ which of the following king of Sambalpur is left to the British Empire according to the doctrine of lapse। এই যে doctrine of lapse जो कहली ଏବେ ରିସେଣ୍ଟଲି ଆମେ डिस्कस करले, सी जो ସମ୍ବଲପୁର ଗଲା ଯୋଉଟା କି ବ୍ରିଟିଶ अंडर को ଡକ୍ଟ୍ରିନ ଅଫ ଲେଫ୍ଟ अंडर ରେ, ତାହେଲେ ସେତେବେଳେ କୋଉ ରାଜାଙ୍କର ଡେଥ ପରେ ତାଙ୍କର ପୁଅ ନଥିଲେ, ଯାହା ଫଳରେ କଣ ହଉଛି ସେଇ ରାଜ୍ୟକୁ ଆଡପ୍ଟ କରି ନେଇ ଯାଇଥିଲା କିଏ ହଉଛି, ବ୍ରିଟିଶ ଗଭର୍ଣ୍ଣମେଣ୍ଟ ନେଇ ଯାଇଥିଲା। ଆଉ ସେ ରାଜା ଥିଲେ କଣ ହଉଛି, ନାରାୟଣ ସିଂ। ନାରାୟଣ ସିଂ ଯେତେବେଳେ ଡେଥ ହେଇଗଲା, ସମ୍ବଲପୁର ରାଜ୍ୟ ସେତେବେଳେ ଥିଲା, ସେତେବେଳେ ନାରାୟଣ ସିଂଙ୍କ ଡେଥ ପରେ ଆମର ସମ୍ବଲପୁର ରାଜ୍ୟଟା ଚାଲି ଯାଇଥିଲା କଣ ହଉଛି, ଡକ୍ଟ୍ରିନ ଅଫ ଲେଫ୍ଟ ପ୍ରୋସେସ ଦ୍ୱାରା କାହା ପାଖକୁ, ବ୍ରିଟେନ ପାଖକୁ ଚାଲି ଯାଇଥିଲା। ଏବେ ଯିବା ଥାର୍ଡ କ୍ୱେଶ୍ଚନ କୁ ଯିବା। ଥାର୍ଡ କ୍ୱେଶ୍ଚନ ଦେଇଛି, who among the following was the chief architect of ସମ୍ବଲପୁର uprising against the British in 1857। ବ୍ରିଟିଶ ଏଗେନଷ୍ଟ ରେ ଯୋଉ ଗୋଟେ ରାଇଜ କ୍ରିଏଟ ହେଇଥିଲା, ମାନେ କଣ ସ୍ୱାଧୀନତା ସଂଗ୍ରାମ ରିଲେଟେଡ ଗୋଟେ କୌଣସି ବିଦ୍ରୋହ ସୃଷ୍ଟି ହେଇଥିଲା 1857 ରେ, ତାର ହେଡ କିଏ ଥିଲା? ତାର ହେଡ କିଏ ଥିଲା? ସୁରେନ୍ଦ୍ର ସାଏ। କିଏ ଥିଲା? ସୁରେନ୍ଦ୍ର ସାଏ ହଉଛି ଫାଷ୍ଟ ହେଡ ଥିଲେ କଣ ହଉଛି 1857 ର ସମ୍ବଲପୁରରେ ଅପରାଇଜ ଏଗେନଷ୍ଟ କରିବା ପାଇଁ। ଓକେ, ତାପରେ ଯିବା ଥାର୍ଡ କ୍ୱେଶ୍ଚନ। ବୀର ସୁରେନ୍ଦ୍ର ସାଏ ବିଲଙ୍ଗସ୍ ଟୁ ହ୍ୱିଚ୍ ଅଫ ଦ ଫଲୋଇଂ ଡାଇନେଷ୍ଟି। ମାନେ ସେ କୋଉ ଜାତିରୁ ବିଲଙ୍ଗସ୍ କରୁଥିଲେ, ଆଉ ସେ ହଉଛି ତାଙ୍କର ଡାଇନେଷ୍ଟି ଥିଲା କଣ ହଉଛି, ଚୌହାନ। କୋଉଟା ଥିଲା? ଚୌହାନ। କାହାର? ସୁରେନ୍ଦ୍ର ସାଏଙ୍କର। ଆଗକୁ ବଢିବା। ଇନ୍ ହ୍ୱିଚ୍ ଇୟର ବୀର ସୁରେନ୍ଦ୍ର ସାଏ ୱାଜ ବର୍ନ। ସେ କୋଉ ମସିହାରେ ଜନ୍ମଗ୍ରହଣ କରିଥିଲେ? ସେ ଜନ୍ମଗ୍ରହଣ କରିଥିଲେ କଣ ହଉଛି 1809 ରେ। ଆଉ ତାଙ୍କ ଡେଟ୍ ଥିଲା କଣ ହଉଛି 23 ଥିଲା କଣ ହଉଛି 23 ଜାନୁଆରୀ ତାଙ୍କର ଡେଟ୍ ଅଫ ବାର୍ଥ ଥିଲା। ଆଉ କଣ ହଉଛି ତାର କେତେ ମସିହାରେ ଥିଲା, 1809 ଏଇଥିରେ ଥିଲା କଣ ହଉଛି ତାଙ୍କର ସୁରେନ୍ଦ୍ର ସାଏଙ୍କର ଜନ୍ମ, ସେଦିନ ଜନ୍ମ ଗ୍ରହଣ କରିଥିଲେ। ଓକେ, ଆଗକୁ ବଢିବା। ଇନ୍ ହ୍ୱିଚ୍ ଇୟର ସୁରେନ୍ଦ୍ର ସାଏ ୱାଜ ଫାଷ୍ଟ ଆରେଷ୍ଟେଡ ବାଇ ବ୍ରିଟେନ। ବ୍ରିଟେନ ସେତେବେଳେ ଯିଏ ବିଦ୍ରୋହ କଲା ମାନେ ତାକୁ ଆରେଷ୍ଟ କରିଥିଲେ, ଆଉ ସେତେ ଭିତରୁ ବି ସୁରେନ୍ଦ୍ର ସାଏ ବି ଥିଲେ। ଆଉ ସୁରେନ୍ଦ୍ର ସାଏ ଯୋଉ ଆରେଷ୍ଟ ହେଇଥିଲେ, ତାଙ୍କର କେତେ ଖ୍ରୀଷ୍ଟାବ୍ଦରେ ଆରେଷ୍ଟ ହେଇଥିଲେ ବ୍ରିଟେନ ଦ୍ୱାରା? 1840। କେବେ? 1840 ଦ୍ୱାରା ହିଁ ସେ ଆରେଷ୍ଟ ହେଇଥିଲେ। ଥାର୍ଡ କ୍ୱେଶ୍ଚନ କୁ ଯିବା, ସରି ସେଭେନ୍ଥ କ୍ୱେଶ୍ଚନ କୁ ଯିବା। ସେଭେନ୍ଥ କ୍ୱେଶ୍ଚନ, ଇନ୍ ହ୍ୱିଚ୍ ଇୟର ସୁରେନ୍ଦ୍ର ସାଏ ବ୍ରେଥ୍ ହିଜ୍ ଲାଷ୍ଟ। ମାନେ କଣ, ସେ କେବେ ତାଙ୍କର ଦେହ ତ୍ୟାଗ କରିଥିଲେ, ଯୋଉଟା କି ସିଏ କଣ ଡେଥ ହେଇଥିଲା। ଆଉ ତାଙ୍କର ଯୋଉ ଡେଥ ହେଇଥିଲା ଆମର କଣ ହଉଛି 1884 ରେ। କ୍ଲିୟର କଥାରେ 1800 ମାନେ 1884 ମସିହାରେ ତାଙ୍କର ମୃତ୍ୟୁ ହେଇଥିଲା, ଯୋଉଟା କି। ଏବେ ନେକ୍ସଟ କୁ ଯିବା। ନେକ୍ସଟ କ୍ୱେଶ୍ଚନ କୁ ଯିବା। ନେକ୍ସଟ କ୍ୱେଶ୍ଚନ ରେ ସେ ଦେଇ ଦେଇଛି ଆମକୁ, in which year ସୁରେନ୍ଦ୍ର ସାଏ with his 14 follower surrendered before the British government। ମାନେ ସୁରେନ୍ଦ୍ର ସାଏଙ୍କ ସହିତ ଯୋଉ ତାଙ୍କର 40 ଜଣ ଯୋଉ ତାଙ୍କର ଥିଲେ ସୈନ୍ୟ ମାନେ, ଯାହା ବି କେହି ଥିଲେ ତାଙ୍କ ସହିତ ବ୍ରିଟିଶ ଏଗେନଷ୍ଟ ପାଇଁ, ଯୋଉଟା କି ସରେଣ୍ଡର କରିଥିଲେ
ମାନେ ବ୍ରିଟିଶ ଏଗେନ୍ଷ୍ଟ ପାଇଁ ଯୋଉଟା କାମ କରୁଥିଲେ ସେତେବେଳେ ବ୍ରିଟିଶ ଏମିତି ପ୍ରେସର ଦେଲା ଯାହାଫଳରେ ସେମାନଙ୍କୁ ସରେଣ୍ଡର କରିବାକୁ ଗଲା 40 ତାଙ୍କର ଫଲୋଅର ଆଉ କଣ ସୁରେନ୍ଦ୍ର ସାଏଙ୍କୁ। ସେଟା ଥିଲା କଣ ହଉଛି 1862 କେତେ 1862 ରେ ହିଁ ସୁରେନ୍ଦ୍ର ସାଏ ପ୍ରଥମ ସରେଣ୍ଡର କରିଦି ଯାଇଥିଲେ। କ୍ଲିୟର କଥାଟା ହେଇଗଲା। ଏବେ ଯିବା ନେକ୍ସଟ କ୍वेଶ୍ଚନ। ନେକ୍ସଟ କ୍वेଶ୍ଚନ ଦେଇ ଦେଇଛି ହାଉ मेनी ଇୟର in his life ବୀରେନ୍ଦ୍ର ସୁରେନ୍ଦ୍ର ସାଏ spent his jail। ସେ ଜେଲ ରେ କେତେ ବର୍ଷ ହିଁ ଥିଲେ? ସେ ଜେଲ ରେ ଥିଲେ କେତେ ହଉଛି 37 ଇୟର୍ସ। କେତେ ବର୍ଷ ଥିଲେ? 37 ଇୟର୍ସ ଥିଲେ ଜେଲ ରେ ତାଙ୍କର ସେ ସ୍ପେଣ୍ଡ କରିଥିଲେ ଜେଲ ରେ। ଓକେ ଆକୁ ବଢିଆ। Who was the Governor General of Bengal when the British captured the coastal Odisha। କୋଷ୍ଟାଲ ଓଡିଶାକୁ ବ୍ରିଟିଶ କ୍ୟାପଚର କେବେ କରିଥିଲା ଆଉ କାହା ଦ୍ଵାରା କରିଥିଲା? ବ୍ରିଟିଶ କ୍ୟାପଚର କରିଥିଲା ଲର୍ଡ କଣ କରିଥିଲା ସରି ତ ଆମର ଏଠି କହୁଛି କଣ କୋଷ୍ଟାଲ ଯୋଉ ଓଡିଶାକୁ ଯୋଉ ବ୍ରିଟିଶ କ୍ୟାପଚର କରିଥିଲା ସେତେବେଳେ କଣ ହଉଛି ଗଭର୍ଣ୍ଣର କିଏ ଥିଲେ ମାନେ ଗଭର୍ଣ୍ଣର ଜେନେରାଲ ବେଙ୍ଗଲର କିଏ ଥିଲେ? ସିଏ ଥିଲେ କଣ ହଉଛି ୱେଲସଲେ। ୱେଲସଲେ ଥିଲେ ଲର୍ଡ ୱେଲସଲେ ହିଁ ଥିଲେ କଣ ହଉଛି ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲ। ଆଉ ମନେ ରଖିବ ସବୁବେଳେ ଓଡିଶାକୁ କ୍ୟାପଚର କରାଯାଇଥିଲା କେବେ ହଉଛି 1803 ରେ ମାନେ 1803 ରେ ହିଁ ଆମର ଓଡିଶାର କୋଷ୍ଟାଲ ପାର୍ଟଟାକୁ କ୍ୟାପଚର କରାଯାଇଥିଲା ଅକ୍ଟୋବର ମାସରେ। ଆଉ ସିଏ ସେତେବେଳେ ଗଭର୍ଣ୍ଣର ଜେନେରାଲ କିଏ ଥିଲେ ବେଙ୍ଗଲର? ସେତେବେଳେ ଥିଲେ ହଉଛି ୱେଲସଲେ। ୱେଲସଲେ ହଉଛି ଲର୍ଡ ୱେଲସଲେ ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲ ଥିଲେ। ଆଗକୁ ବଢିବା। In which year British shifted the headquarter of Odisha division coastal to କଟକ। ମାନେ ଓଡିଶାର ହେଡକ୍ୱାର୍ଟର କଟକ କରାଯାଇଥିଲା ସିଫ୍ଟେଡ କରାଯାଇଥିଲା କେତେ ମସିହାରେ? ଯୋଉଟା କି ବ୍ରିଟେନ୍ସ ଦ୍ଵାରା କାରଣ 1803 ରେ ହିଁ ସିଏ ଆମର କଣ ଓଡିଶାକୁ କ୍ୟାପଚର କରିଥିଲା ବ୍ରିଟିଶ। ତେଣୁ ସେତେବେଳେ କଣ ହଉଛି ତାପରେ କଣ ହଉଛି ସେଟା ଓଡିଶା ଡିଭିଜନ ରେ ଆପ୍ଲିକେବୁଲ ହେଲା। ଓଡିଶା ଡିଭିଜନ ଯେତେବେଳେ ହେଲା କୋଷ୍ଟାଲ ର ଓଡିଶା ଡିଭିଜନ ଯେତେବେଳେ ତାର ହେଡ ରଖାଗଲା କଣ ହଉଛି କଟକ ରଖାଗଲା। ଏଟା ସେଟା କୋଉ ଖ୍ରୀଷ୍ଟାବ୍ଦରେ କରାଯାଇଥିଲା 1816 ମାନେ 1816 ଖ୍ରୀଷ୍ଟାବ୍ଦରେ ଆମର କଟକଟାକୁ ହେଡକ୍ୱାର୍ଟର ବୋଲି ଏଷ୍ଟାବ୍ଲିଶ କରାଯାଇଥିଲା। ମାନେ କଣ ଓଡିଶା ଡିଭିଜନ ର ହେଡ ବୋଲି କଟକକୁ ହେଡକ୍ୱାର୍ଟର କୁହାଯାଇଥିଲା। ଓକେ ଆକୁ ବଢିବା। The sunset laws in India during the British Raj severely affected that। ମାନେ ସନସେଟ ଗୋଟେ ଲ ଥିଲା ଯୋଉଟା କି ସନସେଟ ଲ ମାନେ ଆগে ଟିକେ ଜାଣିବା ଦରକାର ଅଛି। ସନସେଟ ଲ ମାନେ କଣ ହଉଛି ଇଏ ଇଂରେଜ ମାନେ ବହୁତ ଖତରନାକ ଥିଲେ। ସେମାନେ ତାଙ୍କ ମନ ମର୍ଜିରେ ଲ କାଢୁଥିଲେ। ସନସେଟ ଲ ଥିଲା କଣ ସେ ଜମିଦାର ମାନଙ୍କୁ ଟାର୍ଗେଟ ଦଉଥିଲେ ମତେ ଆଣିକି ଏତିକ ଆମାଉଣ୍ଟ ରେ ଦେଇଦିଅ ମାନେ ଗୋଟେ ଟାର୍ଗେଟ ବେସିସ୍ ଥିଲା। ବଟ୍ ସେତେବେଳେ କଣ ହଉଛି ଯଦି କେହି ଜମିଦାର ଯଦି ସେ ଟାର୍ଗେଟକୁ ଫିଲଅପ କରିଲା ତାହେଲେ ତାର ଜମିଦାରୀ ପଣ ଚାଲି ଯାଉଥିଲା। ମାନେ କେମିତି ବୁଝିପାରୁଛ ତ କେମିତି ତାଙ୍କ ସହିତ ମାନେ ଡିଭାଇଡିଂ ରୁଲ ସବୁବେଳେ ଖେଳୁଥିଲା। ଏଟାକୁ ଏଇ ସନସେଟ ରୁଲ ଦ୍ୱାରା କିଏ ଇଫେକ୍ଟେଡ ହଉଥିଲା? ବେଶୀ ଜମିଦାର। ସେ ଟାର୍ଗେଟ ଫିଲଅପ କରିପାରିବନି ଅଟୋମେଟିକାଲି ତାର ଜମିଦାରୀ ଚାଲି ଯାଉଥିଲା। କ୍ଲିୟର ହେଇଗଲା। ଏବେ ନେକ୍ସଟ କ୍ୱେଶ୍ଚନ କୁ ଯିବା। ଆସିଲା କଣ ଦ ଟ୍ରିବ୍ୟୁଟାରୀ ମହଲ୍ସ ଅଣ୍ଡର ଦ ବ୍ରିଟିଶ ବ୍ରିଟିଶ ରୁଲ ହ୍ୱେଆର ରେଫର ଟୁ ଏଜ। ये ट्रिब्यूटारी मॉल टा कौन तुम गोटे मार्क कर देखियो सब कलेक्टर ऑफिस गुड़ाक पुराणा कालिया बिल्डिंग रे थाए। आ सेटा होची कोन प्रिंसलेस स्टेट रो माने कोन होची से महल गुड़ाक होची प्रिंसलेस स्टेट माने जोडा कि से माने जो राजा गुड़ाक माने प्रिंसलेस थिला स्टेट रो महल गुड़ाक थिला ताकू ही से माने एडॉप्ट कर नउथिले। तेन प्रिंसलेस स्टेट होची कोन होची ट्रिब्यूनल महल ताकू कुआ जाय। ओके आकू बढ़िबा। In which year the tributary malls were brought under the supervision of the commissioner in British rule in Odisha। माने ट्रिब्यूटरी मॉल टा माने सुपरवाइज हैला कमिशनर ऑफ ब्रिटिश रूल इन ओडिशा हिसाब रे सेटा को मसिया रे हितला 1818 माने 1818 मसिया रे तार ये हितला। एबे जिबा कोन होची नेक्स्ट क्वेश्चन को जिबा। ओके नेक्स्ट क्वेश्चन को जिबा हमें। नेक्स्ट क्वेश्चन अछि द ब्रिटिश गवर्नमेंट इंट्रोड्यूस कॉपर कॉइन इन ओडिशा इन द ईयर माने को ईयर रे कॉपर कॉइन टा हमर यूज हेतला कोन होची ब्रिटिश गवर्नमेंट इंट्रोड्यूस करथिला ओडिशा रे सेटा होची कोन होची 1811 माने 1811 ख्रीष्टाब्द रे हमर कॉपर कॉइन ही एस्टैब्लिश हे जाइतला ब्रिटिश द्वारा। ओके इन इन व्हिच ईयर सॉल्ट एजेंट सिस्टम वाज इंट्रोड्यूस बाय द ब्रिटिश इन ओडिशा माने सॉल्ट एजेंट सिस्टम टा ओडिशा रे एप्लीकेबल हैला केबे होची 1805 माने 1805 ख्रीष्टाब्द रे सेटा हमर सॉल्ट एजेंट सिस्टम हैला। आगे जानिबा दरकार होची सॉल्ट एजेंट कोन। सॉल्ट एजेंट होची माने कोन होची माने
ଆଗରୁ କଣ ହଉଛି ସଲ୍ଟଟା ଗୋଟେ ପ୍ରାଇଭେଟ ପ୍ରପର୍ଟି ହିସାବରେ ସେତେବେଳେ କେତେବେଳେ 1805 ପୂର୍ବରୁ ସେତେବେଳେ କଣ ହଉଛି ଯିଏ ଯାହାର ନିଜ ହିସାବରେ ମାନେ ୟୁଜ ହିସାବରେ ସେମାନେ ସଲ୍ଟ ପ୍ରଡ୍ୟୁସ କରୁଥିଲେ ନିଜେ ଚଳୁଥିଲେ। ବଟ୍ କିନ୍ତୁ ଗଭର୍ଣ୍ଣମେଣ୍ଟ କଣ କଲା ତାପରେ ଟେକ୍ସ ଲଗେଇଲା ଆଉ ଟେକ୍ସ ଲଗେଇବା ପାଇଁ ତା ପାଇଁ ଗୋଟେ ଅଫିସର ରିକ୍ରୁଟମେଣ୍ଟ କରିଦେଲା ଗୋଟେ ଏଜେଣ୍ଟ ଦେଇଦେଲା ଜଷ୍ଟ ଲାଇକ୍ ଏଜେଣ୍ଟ ଗୋଟେ କରିଦେଲା ଯେ ମତେ ତୁମେ ଟାର୍ଗେଟ କରିକି ଦିଅ ଯେ ତା କତରୁ ରେଭିନ୍ୟୁ ଆଣିକି ଦିଅ। ସେତେବେଳେ କଣ ହଉଛି ସଲ୍ଟ ଏଜେଣ୍ଟ ସିଷ୍ଟମଟା ଏଡ୍ ହେଇଗଲା କୋଉଠି ମାନେ ଇଣ୍ଟ୍ରୋଡ୍ୟୁସ ହେଇଗଲା ଓଡିଶାରେ 1805 ରେ। ଆଗକୁ ପ୍ରୋଗ୍ରେସ କରିବା ନେକ୍ସଟ କ୍वेଶ୍ଚନ କୁ ଯିବା। ହୁ ବିକମ୍ ଦ ଫାଷ୍ଟ ସଲ୍ଟ ଏଜେଣ୍ଟ ଇନ୍ ଓଡିଶା ଡ୍ୟୁରିଂ ଦ ବ୍ରିଟିଶ। ଯଦି 1805 ଖ୍ରୀଷ୍ଟାବ୍ଦରେ କଣ ହଉଛି ସଲ୍ଟ ଏଜେଣ୍ଟ ସିଷ୍ଟମ ଆପ୍ଲିକେବଲ ହେଇଗଲା ତାପରେ ସେଟା କିଏ ଆଗେ ପ୍ରଥମ ହେଲା ଜେମ୍ସ କିଙ୍ଗ। ଜେମ୍ସ କିଙ୍ଗ ହଉଛନ୍ତି ପ୍ରଥମ ଯିଏକି ସଲ୍ଟ ଏଜେଣ୍ଟ ଫାଷ୍ଟ ସଲ୍ଟ ଏଜେଣ୍ଟ ଥିଲା। ଆଗକୁ ପ୍ରୋଗ୍ରେସ କରିବା। ତାପରେ ଆସିବ କ୍वेଶ୍ଚନ ନମ୍ବର 18 ଇନ୍ ହ୍ୱିଚ୍ ଇୟର ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଓଡିଶା ଷ୍ଟପଡ ମ୍ୟାନୁଫ୍ୟାକ୍ଚରିଂ ଅଫ ସଲ୍ଟ ଆଣ୍ଡ ଅବଲିସ୍ଟ ମୋନୋପୋଲି ଓଭର ଦ ସଲ୍ଟ ଟ୍ରେଡ୍। ମାନେ ଏମିତି ବି ଗୋଟେ ଇୟର ଆସିଲା ଯୋଉଠି ଓଡିଶା ଲୋକମାନେ ଟିକେ ସଲ୍ଟ ବି କରୁଥିଲେ ବ୍ରିଟିଶ ସେଟା ବି ଶୁଣୁନଥିଲା। ସେ କଣ କଲା ସେଟାକୁ ଷ୍ଟପ୍ କରିଦେଲା ଆଉ ମୋନୋପୋଲି ଚାଲିଲା। ଆଉ ସେଟା ହଉଛି କେତେବେଳେ ଯେ 1863। 1863 ରେ କେତେ 1863 ରେ ତାର ମୋନୋପୋଲି ଯୋଉଟା କି କଣ ହଉଛି ମୋନୋପୋଲି କରଲା ବ୍ରିଟିଶ ଆଉ କଣ କରିଛି ଷ୍ଟପ୍ ମ୍ୟାନୁଫ୍ୟାକ୍ଚରିଂ ଅଫ ସଲ୍ଟ। ମାନେ ଜଣେ ସଲ୍ଟ ବି ମ୍ୟାନୁଫ୍ୟାକ୍ଚରିଂ କରିପାରିବେନି ବ୍ରିଟିଶ ଏମିତି ଥିଲେ ସେମାନେ। ଓକେ ତାପରେ ହଉଛି ମଲାଙ୍ଗିସ୍ ରେଫର ଟୁ ହ୍ୱିଚ୍ ଅଫ ଦ ଫଲୋଇଂ। ସେଟା ହଉଛି ସଲ୍ଟ ମ୍ୟାନୁଫ୍ୟାକ୍ଚର ମାନେ ସଲ୍ଟ ମ୍ୟାନୁଫ୍ୟାକ୍ଚର କୁ ସେତେବେଳେ କଣ ହଉଛି ମଲାଙ୍ଗିସ୍ କୁହାଯାଉଥିଲା। କଣ କୁହାଯାଉଥିଲା ମଲାଙ୍ଗିସ୍ କୁହାଯାଉଥିଲା। ଓକେ ନେକ୍ସଟ ଯିବା। ହୁ among the following become the first superintendent of tributary mahals to look after their affairs। ମାନେ କିଏ ଆଗେ ଥିଲେ ଯିଏ କି କଣ ହଉଛି ଫାଷ୍ଟ ସୁପରିଟେଣ୍ଡେଣ୍ଟ ଥିଲେ। ମୁଁ ତୁମକୁ କହିଲି ଟ୍ରିବ୍ୟୁଟାରୀ ମହଲ ହଉଛି ପ୍ରିନ୍ସଲେସ୍ ଷ୍ଟେଟ୍ ମହଲ ଯୋଉଟା କି ଆମେ ଦେଖୁଛୁ ଯେ ଯୋଉ ଦେଖିବ ନା ଆମର କଣ ଯୋଉ କଲେକ୍ଟର ଗୁଡାକ ଘର କରିକି ଅଛନ୍ତି ସେଇଆକୁ ଆମେ କଣ ହଉଛି ସେତେବେଳେ ଟ୍ରିବ୍ୟୁଟାରୀ ମହଲ୍ସ କୁହାଯାଉଥିଲା। ଆଉ ସେଇଟା ଫାଷ୍ଟ ଥିଲେ କଣ ହଉଛି ଏଡୁଏର ଇମ୍ପେ। ଏଡୁଏର ଇମ୍ପେ ଥିଲେ କଣ ହଉଛି ଫାଷ୍ଟ ସୁପରିଟେଣ୍ଡେଣ୍ଟ ଅଫ ଟ୍ରିବ୍ୟୁଟାରୀ ମହଲ୍ସ। ଓକେ ତ ଇଏ ଥିଲା ଟୋଟାଲି ଆମର କଣ ହଉଛି ଇଏ ଟୋଟାଲି ଆମର ଓଡିଶା ହିଷ୍ଟ୍ରି ଉପରେ କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଗୁଡାକ ଥିଲା। ଆଇ ଥିଙ୍କ ଭିଡିଓ ତୁମ ମାନଙ୍କୁ ଭଲ ଲାଗିଥିବ ତ ପ୍ଲିଜ ଲାଇକ୍ ସବସ୍କ୍ରାଇବ ଟୁ ମାଇ ଚ୍ୟାନେଲ ରାଜ ସାର୍ ଅଫିସିଆଲ। ଥ୍ୟାଙ୍କ ୟୁ।